ନିର୍ଯାତନା ଆଇନକୁ ଦୁର୍ବଳ କରିବା ଷଡ଼ଯନ୍ତ୍ର ବିରୋଧରେ ବିଧାୟକଙ୍କୁ ଦାବିପତ୍ର। ଗତ 30 ତାରିଖ ଦିନ ଓଡ଼ିଶା ରାଜ୍ୟ ସରକାର ଆଦିବାସୀ ଓ ଦଳିତ ନିର୍ଯାତନା ଆଇନ ଉପରେ ଏକ ସଂଶୋଧନ ଜାରି ରଖିଛନ୍ତି। ପୂର୍ବରୁ ଏହି ଆଇନ ଅନୁସାରେ ତଦନ୍ତ ଅଧିକାରୀ ଭାବରେ ଡିଏସ୍ପି କିମ୍ବା ତଦୁର୍ଦ୍ଧ୍ୱଙ୍କ ରେଖଙ୍କ ଅଧିକାରୀ ରହୁଥିଲେ। ହେଲେ ବର୍ତ୍ତମାନ ଗୃହ ବିଭାଗ ଦ୍ୱାରା ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଉକ୍ତ ଦାୟିତ୍ୱ ଇନ୍ସପେକ୍ଟର କିମ୍ବା ସବ୍ ଇନ୍ସପେକ୍ଟର କରିବେ। ଏଭଳି ହେଲେ ଉକ୍ତ ଆଇନର ଗୁରୁତ୍ୱ କମିଯିବ। ଢିଲା ତଦନ୍ତ ବ୍ୟବସ୍ଥା ହେତୁ ଦୋଷୀମାନେ ଅଦାଲତରୁ ଖସିଯିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ତଳ ସ୍ତରରେ ତଦନ୍ତ ଅଧିକାରୀ ମାନେ ସହଜରେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହେବେ। ଫଳରେ ପୀଡ଼ିତାମାନେ ଅଦାଲତରୁ ନ୍ୟାୟ ପାଇବାର କମ୍ ସମ୍ଭାବନା ଅଛି ବୋଲି ଆଜି ମୂଳ ନିବାସୀ ବହୁଜନ ମିଳିତ ମହାସଂଘ, ଜିଲ୍ଲା ଆଦିବାସୀ ସଂଘ, ଏଓଏସ୍ଏସ୍ ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଭେଟି ଏଭଳି ଅଭିଯୋଗ କରିଛନ୍ତି। ତାଙ୍କୁ ଦିଆଯାଇଥିବା ଦାବିପତ୍ର ସରକାରଙ୍କୁ ଏଭଳି ଦଳିତ ଆଦିବାସୀ ସ୍ୱାର୍ଥ ବିରୋଧରେ ନୀତିକୁ ସମାଲୋଚନା କରି ସେମାନେ ଆଗାମୀ ଦିନରେ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆମେ ସମସ୍ତେ ରାଜରାସ୍ତାକୁ ଆସିବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ଆଇନ ଏକ କେନ୍ଦ୍ରୀୟ ଆଇନ ଅଟେ। କଳାହାଣ୍ଡିରୁ ପ୍ରଦୀପ କୁମାର ଡଙ୍ଗରିଆଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।